ବୈଜୟନ୍ତ ପଣ୍ଡାଙ୍କୁ ଆସାମ ଦାୟିତ୍ୱ। ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଗୁରୁ ଦାୟିତ୍ୱ। ଆସାମ ଓ ତାମିଲନାଡୁ ନିର୍ବାଚନ ପାଇଁ ପ୍ରଭାରୀଙ୍କ ନାଁ ଘୋଷଣା କରିଛି ବିଜେପି। ଆସାମ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ହୋଇଛନ୍ତି କେନ୍ଦ୍ରାପଡ଼ାର ସାଂସଦ ବୈଜୟନ୍ତ ପଣ୍ଡା। ସେହିପରି ପୀୟୂଷ ଗୋଏଲ ତାମିଲନାଡୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ହୋଇଛନ୍ତି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡା ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଆସାମରେ ବିଜେପି ସରକାର ଆଣିବାର ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲା। ସେ ସଫଳତାର ସହିତ ବିଜେପି ସରକାର ଆଣିବାରେ ସଫଳ ହୋଇଥିଲେ, ଯେଉଁଥିପାଇଁ ଦଳ ପକ୍ଷରୁ ଆଉ ଥରେ ତାଙ୍କୁ ଦଳ ଭରସା କରି ପୁଣି ଆସାମ ଦାୟିତ୍ୱ ଦେଇଛି। ବୈଜୟନ୍ତ ପଣ୍ଡାଙ୍କ ସହିତ 2 ଜଣ କୋ-ଇନଚାର୍ଜ ମଧ୍ୟ ରହିଛନ୍ତି। ସୁନୀଲ ଶର୍ମା, ଯିଏକି ଜମ୍ମୁ କାଶ୍ମୀର ବିଧାୟକ, ଅନ୍ୟ ଜଣେ ଦର୍ଶନ ଜାସୋସ। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ଏବେ ବିଜେପି ଶାସନ କ୍ଷମତାରେ ଅଛି। ଦିଲ୍ଲୀକୁ ନିଜ ନିୟନ୍ତ୍ରଣରେ ଆଣିବା ପାଇଁ ଭାରତୀୟ ଜନତା ପାର୍ଟି ଯୋଜନା ପ୍ରସ୍ତୁତ କରିଥିଲା। 2024ରେ ବିଜେପି ଏଥିପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ଦିଆଯାଇଥିଲା। ଶ୍ରୀ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିଲା। ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ସହ-ପ୍ରଭାରୀ ଭାବେ ନିଯୁକ୍ତି ମଧ୍ୟ ମିଳିଥିଲା। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନାଡ୍ଡା ନିଯୁକ୍ତି ଦେଇଥିଲେ। ବିଜୟ ଆଶାରେ ବିଜେପି 2 ପାୱାରଫୁଲ୍ ସାଂସଦ ବୈଜୟନ୍ତ ପଣ୍ଡା ଓ ଅତୁଲ ଗର୍ଗଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଥିଲା। ଗତ ବର୍ଷ ବୈଜୟନ୍ତ ପଣ୍ଡା ବି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ଏବଂ ନୂଆଦିଲ୍ଲୀରେ ବିଜେପିକୁ ଦୀର୍ଘ ବର୍ଷ ପରେ ପୁଣି କ୍ଷମତାର ସ୍ୱାଦ ଚଖାଇଥିଲେ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଫେସବୁକରେ ଦେଖୁଥିଲେ ଫଲୋ କରନ୍ତୁ। ରହୁଛି, ନମସ୍କାର।